କୌବାଚ ଭୃଗୁ ଯେ ଶଙ୍ଖ ଦେଲେ କରେ ଜେନାଦେ ତ୍ରିଭୁବନ ପୁରେ ବିପ୍ରେ ଆଶିଷ ମନ୍ତ୍ର ବଳେ ସ୍ୱସ୍ତି ବାଚନ ସୁମଙ୍ଗଳେ ବିପ୍ରଙ୍କୁ ପ୍ରଦକ୍ଷିଣ କରି ରୋମାଞ୍ଚ ଗାତ୍ରେ ମୋଦ ଭରି ପ୍ରହ୍ଲାଦ ପାଦେ ପ୍ରଣମିତ ବଳିଆରୋହୀ ଦିବ୍ୟ ରଥ ମାଳା କବଚ କଳେ ବରେ ଧନୁ ଖଡ଼ଗ ଶୋହେ କରେ ରତ୍ନ କେୟୁର ବାହୁ ମୂଳେ ବିରାଜେ ମୁକୁଟ କୁଣ୍ଡଳେ ସେ ବଳି ରଥ ମଧ୍ୟେ ବସି ଅନଳ ତେଜ ପ୍ରାୟ ଦିଶି ଅଷ୍ଟ ଐଶ୍ୱର୍ଯ୍ୟ ବଳ ତେଜେ ଅସୁର ବଳ ମଧ୍ୟେ ରାଜେ ହେମନ୍ତ ଦୈତ୍ୟ ବଳ ଘେନି ଚଳନ୍ତେ କମ୍ପ ଇମେଦିନି ଅସୁର ସେନା ରଥେ ବସି ଧାଇଲେ ଗଗନ ଗରାସି ଚଳନ୍ତେ କମ୍ପେ ଦଶ ଦିଶ କେଶହୁ ଅସୁରଙ୍କ ତ୍ରାସ ମିଳିଲେ ଇନ୍ଦ୍ରର ଭୁବନେ ସକଳେ ବିଧିର ବିଧାନେ ବେଗେ ରୁନ୍ଧିଲା ଅଷ୍ଟ ଦିଗ କେଶହୁ ଅସୁରଙ୍କ ବେଗ ଶୁକ୍ରର ଶଙ୍ଖ କରେ ଘେନି ବଳି କରଇ ଘୋର ଧ୍ୱନି ସବଦେ ଭୁବନ କମ୍ପିଲା ସେରବେ ଇନ୍ଦ୍ର ଭୟ କଲା ବିଚାର କଲା ଗୁରୁ ମେଳେ କେମନ୍ତେ ରହିବି ନିଶ୍ଚଳେ ଭୋଗୁରୁ ନମୁ ତୋର ପାଏ ସ୍ୱର୍ଗେ କେମନ୍ତେ ଥିବୁ ଭଏ ଇନ୍ଦ୍ରର ବାକ୍ୟେ ବୃହସ୍ପତି ଇନ୍ଦ୍ର କୁଶଳ ମନେ ଚିନ୍ତି ବୋଲନ୍ତି ଶୁଣ ସୁରପତି ତୁ ବେଗେ ଛାଡ଼ ବାରସ୍ୱତୀ ଶୁକ୍ର ଯେ ଅସୁରଙ୍କୁ ତାରି ଚିତ୍ତେ ପ୍ରତିଜ୍ଞା ଅଛି କରି ସଂକଳ୍ପ କରି ପୁରୋହିତେ ଯଜ୍ଞ କଳ୍ପିଲା ଇନ୍ଦ୍ର ଜିତେ ତାହାର ମନ୍ତ୍ର ବଳ ତେଜେ ତୁ କାହିଁ ଥିବୁ ଦେବରାଜେ ମୁଁ ଏହା ଜାଣେ ଯୋଗ ଧ୍ୟାନେ ବଳି ଯେ ଶୁକ୍ରର ବଚନେ ଘୋର ସମରେ ତତେ ଝିଣି ତିନି ଭୁବନେ ବୀରମଣି ରାଜା ହୋଇବ ଯଜ୍ଞ ବଳେ ତୁ ଏବେ ରହ ଜାନି ରୋଳେ ହରିଙ୍କି ପଶ ଯା ଶରଣ ତୋତେ ରଖିବେ ନାରାୟଣ ଯାବତ ବଳି ତେଜ ନାଶେ ତାବତ ରହ ବନବାସେ ହେମନ୍ତ ଗୁରୁ ବାକ୍ୟ ଶୁଣି ଅମୃତ ପ୍ରାୟ ଚିତ୍ତେ ମଣି ମିଳି ସକଳ ଦେବ ଗଣେ ଭୟ ପଶିଲେ ଘୋର ବନେ ହେମନ୍ତେ ରଜନୀ ପ୍ରଭାତେ ବଳି ଅସୁରଙ୍କ ସಮೇତେ ବସିଲା ଇନ୍ଦ୍ରର ଆସନେ ଭୃଗୁ ବଚନେ ତୋଷ ମନେ ସୁଜନେ ଏଣେ କର ମତି ତରିବ ବିଷୟ ଦୁର୍ଗତି ମନ ନିବେଶ ହରି ପାଦେ ମାୟା ତରିବ ଅପ୍ରମାଦେ ବୋଲଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ इति श्रीमद् भागवते महापुराणे पारमहंस्यां संहितायां अष्टम स्कन्धे बलिराजा स्वर्ग विजये नाम चतुर्दशोऽध्यायः।
इति उवाच गुरु ब्राह्मण सृष्टि लोके ए सर्वे छन्ति नाना सुखे धर्म ही अछि मोर पुरे आगम निगम व्यवहारे अग्नि अतिथि मोर गृहे निराश नुहन्ति केबे सर्व संपदे मोर चित्त केबे नुहई मोहित शुण हे स्वामी ब्रह्मासुत तुम्भ प्रसादे मोर चित्त दुर्लभ चतुर्वर्ग नहे सेवकी पणे तुम्भ गृहे तुम्भर पुत्र दुई मते देवसुर ए जगते एहांक भल तुम्भे इच्छा एहा मु देखई प्रत्यक्ष मो पुत्रे सत्व गुणे थांती असुरे रजतम चिंती पीड़ा करंती साधु जने धर्म रखंती मो नंदने